ଖ୍ରୀଷ୍ଟିଆନ ଲୋକମାନଙ୍କୁ କେବେ ଦେଖିଛ କି ଦୀପାବଳି ସେଲିବ୍ରେଟ୍ କରିବାର? କେବେ ଦେଖିଛ କି ଗଣେଶ ପୂଜା କରିବାର? ନା, ସେମାନେ କରିବା ତ ଦୂରର କଥା, ତା ପ୍ରତିବଦଳରେ ସେମାନେ ବିରୋଧ କରନ୍ତି। କିନ୍ତୁ କେତେଟା ଦଗଲା ହିନ୍ଦୁ ଡେଇଁ ଡେଇଁ ବାହାରି ପଡ଼ିଛନ୍ତି ଆଜି ଏକ୍ସମାସକୁ ସେଲିବ୍ରେଟ୍ କରିବା ପାଇଁ। କେଉଁ ବାଳକୁ ସେଲିବ୍ରେଟ୍ କରୁଛ ସେ ଏକ୍ସମାସକୁ? ଶଳା ତମ ମୁହଁରେ ଟିକେ ଲାଜ ଅଛି? ହଁ, ଆବେ ଯଦି ପୂଜା କରିବାର ଅଛି ସେ ଏକ୍ସମାସ ଟ୍ରି ନୁହଁ, ସେଟା ତ ପ୍ଲାଷ୍ଟିକ ବାଲା ଟ୍ରିକୁ ପୂଜା କରନି। ସେଥିରେ କ'ଣ ଫାଇଦା ଅଛି? କିଛି ନାହିଁ। ତା ପ୍ରତିବଦଳରେ ଯଦି ତମେ ତୁଳସୀ ଗଛକୁ ପୂଜା କରୁଛ, ବହୁତ ଫାଇଦା ଅଛି। ତୁଳସୀ ଗଛକୁ ମହୁ ସାଙ୍ଗରେ ଖାଇଦେଲେ ଥଣ୍ଡା ଭଲ ହେଇଯିବ। ତୁଳସୀ ଗଛକୁ ଦୋଳିକି ହାତ କଟିଥିଲେ ଲଗେଇଦେଲେ ରକ୍ତ ବନ୍ଦ ହେଇଯିବ। ଆଉ ବିଦେଶରେ ସେ ତୁଳସୀ ଗଛର ଚାହିଦା ତମେ ଜାଣିଛ? ଯୋଉଟାକି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଆଉ ସେଇ ତୁଳସୀ ଗଛ ସାହାଯ୍ୟରେ ବଡ଼ ବଡ଼ କ୍ୟାନ୍ସର ରୋଗୀ ଭଲ ହେଇଯାଉଛନ୍ତି। ବୁଝ ଶଳା ସେ ପ୍ଲାଷ୍ଟିକ ଏକ୍ସମାସ ଟ୍ରିରେ କ'ଣ ଅଛି? ସେଥିପାଇଁ ମୁଁ ସମସ୍ତ ହିନ୍ଦୁମାନଙ୍କୁ ଅନୁରୋଧ କରୁଛି, ଭାଇ ଏକ୍ସମାସ ସେଲିବ୍ରେଟ୍ କର ନାହିଁ, ତା ପ୍ରତିବଦଳରେ ତୁଳସୀ ପୂଜନ ଦିବସ ସେଲିବ୍ରେଟ୍ କର। ବୁଝିପାରୁଛ ନା? ହଁ, ନିଜ ପିଲାମାନଙ୍କୁ ଜକର ବନେଇଲେ କ'ଣ ଫାଇଦା? ତା ପ୍ରତିବଦଳରେ ଆମେ ଯଦି ପ୍ରଭୁ ଶ୍ରୀରାମଙ୍କ ଭଳିଆ ତାଙ୍କୁ ବନେଇବାକୁ ଚେଷ୍ଟା କରିବୁ, ମହାରାଜା ଛତ୍ରପତିଙ୍କ ଭଳିଆ ବନେଇବାକୁ ଚେଷ୍ଟା କରିବୁ, ଭଲ ହବ। ବୁଝିଲେ ତ? ସେ ଏକ୍ସମାସ ଟ୍ରି ଯୋଉଟାକୁ କି ଆମେ ପ୍ଲାଷ୍ଟିକ ଟ୍ରି ବୋଲି କହୁଛୁ, ସେଇଟାକୁ ପୂଜା କରିକି କ'ଣ ଫାଇଦା ମିଳିବ? କରିପାରୁଛ ଯଦି ଅରିଜିନାଲ ଟ୍ରି ତୁଳସୀ ଟ୍ରିକୁ ପୂଜା କର। ରହିଲି, ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଲୋକ କ୍ରାନ୍ତି।